ଭାରତବର୍ଷରେ ବୁଲି ବୁଲିକିରି ତାଙ୍କ ବାପାଙ୍କୁ ଗୋଟେ ଚିଠି ଲେଖିଥିଲେ ଡିସେମ୍ବର 10, 1835 ବ୍ରିଟିଶ ପାର୍ଲାମେଣ୍ଟରୁ ସେଟା ତାର କପି ଆସିଛି। ସେଥିରେ ସେ କହିଥିଲେ ମୁଁ ବହୁତ ବୁଲି ବୁଲି ଦେଖିଲି ଭାରତକୁ ଆମେ ଯଦି ଜୟ କରିବାକୁ ହେଲେ ତାଙ୍କ ଶିକ୍ଷା ପଦ୍ଧତିକି ଗୁରୁକୁଳ ଶିକ୍ଷା ପଦ୍ଧତିକି ପ୍ରଥମେ ନଷ୍ଟ କରିବା ଦରକାର। ତେଣୁ ପ୍ରଥମେ ଟାର୍ଗେଟ୍ ତାଙ୍କର ରହିଲା 7 ଲକ୍ଷ ଗୁରୁକୁଳ ଶିକ୍ଷା ପଦ୍ଧତିକି ନଷ୍ଟ କଲେ ଏବଂ ତାପରେ ଯେଉଁ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତି ଆପଣେଇଲେ ସେ ତାଙ୍କ ବାପାଙ୍କୁ କହିଥିଲେ ଏମିତି ଏକ ଶିକ୍ଷା ପଦ୍ଧତି ମୁଁ ଭାରତବର୍ଷକୁ ଦେବି ରଙ୍ଗ ରୂପରେ ଦେଖି ତାକୁ ଭାରତୀୟ ଦେଖିଥିବେ କିନ୍ତୁ ତାଙ୍କର ଆତ୍ମାଟା ସମ୍ପୂର୍ଣ୍ଣ ଭାବରେ ହିନ୍ଦୁ ମାନଙ୍କ ମଧ୍ୟରେ ହିନ୍ଦୁତ୍ୱର ବାର୍ତ୍ତାକୁ ସେମାନଙ୍କ ଭିତରେ ହିନ୍ଦୁତ୍ୱର ମହତ୍ତ୍ୱ ହିନ୍ଦୁତ୍ୱର ଗୁରୁତ୍ୱକୁ ସମସ୍ତଙ୍କ ଭିତରେ ପ୍ରତିଫଳିତ କରିବା ପାଇଁ ତାର ଚିନ୍ତନ ମନନ କରିବା ପାଇଁ ଏହି ମାସର ଯେଉଁ କାର୍ଯ୍ୟକ୍ରମ ଥିଲା ସେଥିରୁ ବିଭିନ୍ନ ସ୍ଥାନରେ ଆମ କେନ୍ଦ୍ରାପଡ଼ା ନଗର ଏହି ବର୍ଷଟିରେ ଆଜିର ଏହି କାର୍ଯ୍ୟକ୍ରମ ଥିଲା। ଏଥିରେ ବରେଣ୍ୟ ବକ୍ତାମାନେ ହିନ୍ଦୁ ଧର୍ମର ସମ୍ପର୍କରେ ତାର ଗୁରୁତ୍ୱ ସମ୍ପର୍କରେ କହିଲେ। ଏହି ଅବସରରେ ଆମର ଯେଉଁ ମହାନ ସଂସ୍କୃତି ରହିଛି ଭାରତବର୍ଷର ଯେଉଁ ସଂସ୍କୃତି ରହିଛି ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭୂତାନି ପଶ୍ୟନ୍ତୁ ମା କଶ୍ଚିତ୍ ସମଗ୍ର ହିନ୍ଦୁ ସମାଜ ହିଁ ବିଶ୍ୱର ବିଶ୍ୱକୁ ଗୁରୁତ୍ୱ ଦିଏ ଏବଂ ସମଗ୍ର ବିଶ୍ୱର ଜନମାନବ ସମସ୍ତେ ଭଲ ରୁହନ୍ତି ଏହି କଥାଟା ଚିନ୍ତନ କେଉଁଠୁ ଆସେ ତାହେଲେ ଭାରତବର୍ଷରୁ ଆସେ ଭାରତବର୍ଷ ହିନ୍ଦୁ ସମାଜରୁ ଆସେ। ଅନ୍ୟ ଯେକୌଣସି ସମାଜରେ ଆପଣ ଦେଖିବେ ସେମାନେ ତାଙ୍କ ସମାଜ ହିଁ ଭଲ ସମାଜ ହିଁ ବଡ଼ ଅନ୍ୟମାନେ ତାଙ୍କଠାରୁ ଗୌଣ ବୋଲି କୁହନ୍ତି କିନ୍ତୁ ସମଗ୍ର ସମଗ୍ର ବିଶ୍ୱକୁ ଗୋଟେ ଭାଇଚାରାର ରଜରେ ବାନ୍ଧି ପରିବାର କୁହାଯାଏ ଯେମିତି ରାଷ୍ଟ୍ରକୁ ମାତା ଭାବେ କୁହାଯାଏ ଭାରତ ମାତା କୁହାଯାଏ ସେମିତି ଗଙ୍ଗା ନଦୀକୁ ମାତା ବୋଲି କୁହାଯାଏ ଗାୟତ୍ରୀ ମନ୍ତ୍ରକୁ ଏବଂ ଗାୟତ୍ରୀ ପୁସ୍ତକକୁ ମଧ୍ୟ ମା ବୋଲି କୁହାଯାଏ ସେମିତି ଗୋମାତାଙ୍କୁ ମଧ୍ୟ ମା ବୋଲି ସମ୍ବୋଧନ କରାଯାଏ। ତେଣୁ ଗୋମାତା ଯେତେବେଳେ ଆମର ମା ଏବଂ ଗୋମାତାଙ୍କ ଶରୀରରେ ଯେହେତୁ ସମସ୍ତ ଦେବାଦେବୀ ସନ୍ନିବିଷ୍ଟ ହୋଇଛନ୍ତି ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ତେଣୁ ଗୋମାତାଙ୍କର ସୁରକ୍ଷା କରିବା ପାଇଁ ସରକାରୀ ସ୍ତରରେ ଗୋହତ୍ୟା ନିରୋଧ ଆଇନ ମଧ୍ୟ ଅଛି। ତେବେ ଆଇନକୁ କେଉଁଠି କଡ଼ାକଡ଼ି ପାଳନ କରାଯାଉଛି ତ କେଉଁଠି ପାଳନ କରାଯାଉ ନାହିଁ କିନ୍ତୁ ଆମର ବର୍ତ୍ତମାନ ଗୋଟେ ସମସ୍ୟା ହେଇଛି ଭାରତବର୍ଷରେ ଯେହେତୁ ଧୀରେ ଧୀରେ ଯେଉଁ ହଳ କରାଯାଉଥିଲା ବଳଦଙ୍କୁ ନିୟୋଜିତ କରାଯାଉଥିଲା ସେ ଯେହେତୁ ପରମ୍ପରା କୋଳ ଲଙ୍ଗଳରେ ରୂପାନ୍ତରିତ ହୋଇଛି ଟ୍ରାକ୍ଟର ପାୱାରଟିଲରରେ ଚାଷ ହେଉଛି ତେଣୁ ଯେଉଁ ଅଣ୍ଡିରା ବାଛୁରୀ ଯେଉଁଗୁଡ଼ିକ ପରବର୍ତ୍ତୀ ସମୟରେ ହଳ କାର୍ଯ୍ୟରେ ବଳଦ ଭାବରେ ନିୟୋଜିତ ହୁଅନ୍ତି ସେଇଟା ଯଦି ସେମାନଙ୍କୁ ସେ କାର୍ଯ୍ୟ ଗ୍ରହଣ କରାଯାଉ ନାହିଁ ତେଣୁ ବହୁତ ଲୋକ ସେମାନଙ୍କୁ ଛାଡ଼ି ଦେଉଛନ୍ତି। ସେଥିପାଇଁ ଆଜିକାଲି ବହୁତ ମାତ୍ରାରେ ସରକାରୀ ପ୍ରୋତ୍ସାହନରେ ମଧ୍ୟ ଗୋଶାଳା ନିର୍ମାଣ କରାଗଲାଣି ତେଣୁ ଗୋଶାଳାମାନଙ୍କରେ ସେମାନଙ୍କୁ ଥଇଥାନ କରାଯାଉଛି। ବାକି ଯେଉଁ ଗାଈ ଗୋରୁ ଧରା ଯେଉଁ ଘୋରି ବୁଲୁଛନ୍ତି ବୋଲି ଆପଣମାନେ କରୁଛନ୍ତି ଯେଉଁ କଥାଟା ତା ପ୍ରତି ସମ୍ପୂର୍ଣ୍ଣ ଭାବରେ ଆମର ସମସ୍ତ ଜନସମାଜର ଆମର ସମସ୍ତଙ୍କର ଦାୟିତ୍ୱ ରହିଛି ସେମାନଙ୍କୁ କେମିତି ନେଇକି ଆମେ ଗୋଶାଳାରେ ପହଞ୍ଚାଇବା ଗୋହତ୍ୟା କେମିତି ନ ହୋଇପାରିବ ସେ ଦିଗରେ ଆମେ ପଦକ୍ଷେପ ମାଧ୍ୟମରେ ଯେହେତୁ ସେ ଗୋମାତା